ଭଲ ପାଆନ୍ତି ନା କମ୍ୟୁନିଷ୍ଟ ଭଲ ପାଆନ୍ତି? ତମ ସମ୍ପତ୍ତି ଗୁଡାକ ଶାଗ ମୁଗ ରେଟ୍ରେ ଆଦାନୀ ପାଖେ ଚାକିରି କରିଛି ନରେନ୍ଦ୍ର ମୋଦି। ଏ ଆମର ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ଆକୁ କହି ପାସ୍ କରି ନେଉଛି କ୍ୟାବିନେଟ୍, ତ ପାର୍ଟି ଖୋଲୁନି, ଲଜ୍ଜା ଲାଗୁନି? ମୁଁ କହିପାରିନି, ମୁଁ କଂଗ୍ରେସରେ ଅଛି, ମୁଁ କଂଗ୍ରେସରୁ ଇସ୍ତଫା ଦେଇନି। ଏମାନେ ମୋତେ ସସ୍ପେଣ୍ଡ କରିଛନ୍ତି ମୋ ପୁଅ ପାଇଁ। ମୁଁ ସେଭଳିଆ କିଛି ଭୁଲ କରିନି। ନାଇଁ, ମୁଁ ଯାଉଛି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବା ପାଇଁ ଗୋଟେ ଲବଙ୍ଗଗିରି ପାହାଡ଼ ଉପରେ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଏବଂ ଲକ୍ଷ୍ମୀ ମନ୍ଦିର ଉଦ୍ଘାଟନ କରିବା ପାଇଁ ଯିବି। ଦେଖା କରିବି। ମୋର ପୁରୁଣା ଲିଡର ସେ। ମୁଁ ନେହେରୁ ପରିବାରକୁ ଭଲ ପାଏ। ମୋର ଲାଇକିଂ ନେହେରୁ ପରିବାର। ପଣ୍ଡିତ ଜବାହରଲାଲ ନେହେରୁ ଭଳି, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଯିଏ ଓଡ଼ିଶା ଆସିଛନ୍ତି ତାଙ୍କ ପାଛୋଟି ନେଇଛି ଲୋକ ନେଇକି, ପାଇକ ଦଳ ନେଇ। ତେଣୁ ମୁଁ ଯିବାରେ କ'ଣ କୁଣ୍ଠାବୋଧ ନାହିଁ। ଗଲେ ଚେଷ୍ଟା କରିବି ଦେଖା କରିବା ପାଇଁ। ହଁ, କରିବନି? ଏଗୁଡ଼ା କ'ଣ ଓଡ଼ିଶା ପଇସା ଗୁଡ଼ାକ ଏମିତି ବରବାଦ କରିବ? ଏମିତି ଗୋପାଳପୁର ବନ୍ଦରକୁ ନେଇଯିବ? ଏମିତି ରେଲକୁ ନେଇଯିବ? ଏମିତି ପାରାଦ୍ୱୀପକୁ ନେଇଯିବ? ଛାତ୍ର କଂଗ୍ରେସ ଯୁବକ ଧନ୍ୟବାଦ ପ୍ରୋଟେଷ୍ଟ କରିଛନ୍ତି। ମୋଦିଙ୍କର କାଲି ଜନ୍ମଦିନ ଥିଲା। ଜଗନ୍ନାଥ ଆଉ ପରମା ଦିଅନ୍ତୁ, ଆମର ଆପତ୍ତି ନାହିଁ। ଓଡ଼ିଶାଟାକୁ ଯେଉଁ ବିକ୍ରି କରିବୁ ବୋଲି ବହିଛୁ, ଗୋଟେ ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀକି ବସାଇକି ଆମେ ଟର୍ନେଟ୍ କରିବୁନି, ପ୍ରଶ୍ନ ନାହିଁ। ଦୂର ହେଇ ଜଳୁଛି। ନବୀନ ପଟ୍ଟନାୟକ ମୁହଁ ଆକାଶରେ ପୁରା ଦୂର ହେଇ ଜଳୁଛି। ମୋତେ ଜଣାପଡ଼ୁଛି ଆସନ୍ତା ମାର୍ଚ୍ଚ ଭିତରେ ଫେର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଇଯାଇପାରେ। କିଛି କହିହେବନି। ବହୁତ MP MLA ବାହାରିଲେଣି। ସେଠି ବହୁତ 31 ଜଣ MP ନଭେମ୍ବର ଡିସେମ୍ବର ସୁଦ୍ଧା ରାହୁଲ ଗାନ୍ଧୀ ସାଥିରେ ଯୋଗ ଦେବେ। ପ୍ରାଇମ ମିନିଷ୍ଟର ହେବ ରାହୁଲ ଗାନ୍ଧୀ ଜାନୁଆରୀ ସୁଦ୍ଧା। ସେ ସେଠି ହେଇଗଲା ପରେ ଏଠି କଂଗ୍ରେସ, ବିଜେଡି ଆଉ ଅନ୍ୟମାନେ ଆସି ମିଶିକିରି ନବୀନ ପଟ୍ଟନାୟକ ନେତୃତ୍ୱରେ ସେପଟେ ମୋଦି ଯିବା ପରେ ପରେ ଏଠି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ସମୟକୁ ଅପେକ୍ଷା କର। ଚାରିଆଡ଼େ ଚାଲିଛି ଭିତରି କାରବାର ସବୁ। ହଁ, ଜଣା ପଡ଼ିଲାଣି ପୁରା ଆକାଶ। ମୁଁ କଂଗ୍ରେସ କରି ଆସିଛି, କରିବି। ମଲା ପର୍ଯ୍ୟନ୍ତ କଂଗ୍ରେସ ରହିଛି, ରହିବି।